ଭୁଞ୍ଜନ ଉପରେ ଭୁଞ୍ଜନ କଲେ ବ୍ୟଞ୍ଜନ। ବରିଷ୍ଠ କଂଗ୍ରେସ ନେତ୍ରୀ ଜୟଶ୍ରୀ ପାତ୍ର କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସର ନାରୀ ନେତ୍ରୀ ମୁଖପାତ୍ର ଜୟଶ୍ରୀ ପାତ୍ର ରଥଯାତ୍ରା ବିଭ୍ରାଟ ନେଇ ବଡ଼ ସମାଲୋଚନା କରିଥିଲେ। ଜୟଶ୍ରୀ ପାତ୍ର କହିଲେ, 2024ରେ ମହାବିଭ୍ରାଟ କଲେ, 2025ରେ ମହାବିଭ୍ରାଟ କଲେ, 2026ରେ ମଧ୍ୟ ମହାବିଭ୍ରାଟ କଲେ, 2026ରେ ବଡ଼ ଠାକୁରଙ୍କୁ ତଳେ କଚାଡ଼ି ଦେଲେ, 2025ରେ କେଉଁ ଆଦାନୀ ପାଇଁ ରଥ ଅଟକାଇ ଦେଲେ, 2026ରେ ଦଳା ଚଟକାରେ ଲୋକଙ୍କର ମୃତ୍ୟୁ ହେଲା। ଏମାନେ ଭୁଲ ପରେ ଭୁଲ କରି ଚାଲୁଛନ୍ତି, ଭୁଲର କିଛି ଚେତୁ ନାହାନ୍ତି କି ଭୁଲକୁ କିଛି ମାନୁ ନାହାନ୍ତି। ଏମାନେ କହିଲେ ଜଳ ସ୍ଥଳ ବାୟୁକୁ ନିୟନ୍ତ୍ରଣ କରିବୁ, ଦଳା ଚଟକାରେ ଲୋକମାନଙ୍କର ମୂଲ୍ୟବାନ ଜୀବନ ଚାଲିଗଲା। ଭୁଞ୍ଜନ ଉପରେ ଭୁଞ୍ଜନ କଲେ ବ୍ୟଞ୍ଜନ, ଏପରି କଡ଼ା ସମାଲୋଚନା କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଆଡଭୋକେଟ ଲଲାଟେନ୍ଦୁ ଦାସ ଏବଂ ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରରୁ ଭ୍ରମର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ଛକରେ ରଥଯାତ୍ରା ଦିନ 3 ଜଣ ଭକ୍ତଙ୍କର ମୃତ୍ୟୁ ଘଟିଲା ଦଳା ଚକଟାରେ। ସମବେତ ଜନତା, ସାଧାରଣ ଜନତା ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ରାଜନୈତିକ ଦଳ, କେବଳ ଭାରତୀୟ ଜନତା ପାର୍ଟି ଛାଡ଼ି ସମସ୍ତେ କହିଲେ ଯେ ଦଳା ଚକଟାରୁ ମୃତ୍ୟୁ ହୋଇଛି ଏବଂ ପ୍ରାୟ 300ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେହି ସମୟରେ ଏ ସରକାରର ଜଣେ 2 ଜଣ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ, ଜଣେ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜଣେ ହେଲେ ଆଇନ ମନ୍ତ୍ରୀଙ୍କର ବିବୃତ୍ତି ଭାରି ଦୁଃଖଦାୟକ ଓ ଆଶ୍ଚର୍ଯ୍ୟ କରିଥିଲା ସମସ୍ତେ। ଆଇନ ମନ୍ତ୍ରୀ ବେଖାତିର ଭାବରେ କହିଲେ କ'ଣ ଗୋଟେ ହେଇଛି, ରିପୋର୍ଟ ଆସୁ ଦେଖିବା। ସେତେବେଳକୁ 2 ଜଣ ମରିସାରିଲେଣି, ଆଉ କିଛି ସଂକଟାପନ୍ନ ଅବସ୍ଥାରେ ଅଛନ୍ତି। 300ରୁ ଉର୍ଦ୍ଧ୍ୱ ଆଘାତ ହୋଇ ହସ୍ପିଟାଲରେ ପଡ଼ିଛନ୍ତି। ଆମେ ମନ୍ତ୍ରୀ ମହୋଦୟ କହିଲେ, ଆଇନ ମନ୍ତ୍ରୀ ମହୋଦୟ, ଯେ ଆମେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି ବୁଝିବା ପାଇଁ। ଏ ହେଲା ତାଙ୍କର ମନ୍ତବ୍ୟ। ଏବଂ ସେ ସମୟରେ ଆମର ସ୍ୱାସ୍ଥ୍ୟମନ୍ତ୍ରୀ, ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ କହୁଛନ୍ତି, ମୁକେଶ ମହାଲିଙ୍ଗ ମହୋଦୟ, ଯେ ମୁଁ ସ୍ପଷ୍ଟ ଭାବରେ କହିବି, ମୁଁ କ୍ଲିଅରଲି କହିବି, ଏଇ ଭାଷା ସେ ଧରିଛି, ଏହି ଜଣେ ବି ଭକ୍ତ ଦଳା ଚକଟାରେ ମରିନାହାନ୍ତି। ଏ ସାମାନ୍ୟ ଟିକେ ସଫୋକେସନ୍ ହେଇଗଲା, ଏବଂ ସେମାନେ ମଧ୍ୟ ଅସୁସ୍ଥ ଥିଲେ, ତେଣୁ ତାଙ୍କର ମୃତ୍ୟୁବରଣ ସେମାନେ କରିଛନ୍ତି। ଏବଂ ତାକୁ ସପୋର୍ଟ କରିକିରି ଓଡ଼ିଶାର ଜଣେ ବରିଷ୍ଠ ପୋଲିସ ଅଫିସର ଖୋଦ୍ ଡିଜି ମହାଶୟ କହିଲେ ତା ପରଦିନ ଯେ ଆମେ ଅନୁରୋଧ କରୁଛୁ ବୃଦ୍ଧ ଏବଂ ଛୋଟ ଛୁଆ ପୁରୀ ନ ଆସନ୍ତୁ। କି ବାର୍ତ୍ତା ଦେବା ପାଇଁ ଚାହୁଁଛନ୍ତି? ସରକାରୀ ଆପଣ ଓଡ଼ିଶାର ପୋଲିସ ମୁଖ୍ୟ ନା ମୋହନ ମାଝୀଙ୍କର ପୋଲିସ ମୁଖ୍ୟ, ସେଇଟା ଆମେ ବୁଝିପାରୁନା। ଆପଣ ସମସ୍ତ ଭକ୍ତମାନଙ୍କ ପାଇଁ ବନ୍ଦୋବସ୍ତ କରିବା ବର୍ତ୍ତେ କେମିତି ସେମାନେ ଭଲରେ ଦର୍ଶନ କରିବେ, କେମିତି ମହାପ୍ରଭୁ ଦାଣ୍ଡକୁ ଆସିଛନ୍ତି ଭକ୍ତ ପାଇଁ, ଭଲରେ କେମିତି ଦର୍ଶନ ଅନୁଭୂତି ନେଇପାରିବେ, ତା କହିବା ପରିବର୍ତ୍ତେ ଆପଣ କହୁଛୁ ଆସନ୍ତା ନାହିଁ। ଆମେ ତ ସମସ୍ତେ ଅନୁଭବ କରୁଛୁ, ଗୋଟେ ବିନା କାରଣରେ ରଥଯାତ୍ରାର 2 ଦିନ ପୂର୍ବରୁ 3 ଦିନ ପୂର୍ବରୁ ଆପଣ 4 ସହରକୁ ସହର 4 ପଟକୁ ସିଲ୍ କରିଦେଲେ। ପୁରୀ ସହର ସ୍ଥାୟୀ ବାସିନ୍ଦା ଘରୁ ବାହାରି ପାରିଲାନି, ତାଙ୍କୁ ଏକଦମ ଗୃହବନ୍ଦୀ କରି ରଖିଲେ। ଆପଣ ସେଥିରେ ମନ ସନ୍ତୁଷ୍ଟ ହେଲା ନାହିଁ, ଆପଣ ସରକାରକୁ ସୁହାଇଲା ଭଳିଆ ମନ୍ତବ୍ୟ ଦେଲେ। ଇଏ ଗୋଟେ କଥା।